ମାନୁଛି ତୁମେ କାହାକୁ ବହୁତ ଭଲ ପାଉଥିଲ, ହୃଦୟରୁ ଭଲ ପାଉଥିଲ, କିନ୍ତୁ ସେହି ମଣିଷ ତୁମକୁ ଅଧାରୁ ଛାଡ଼ିଦେଲା। ଆଉ ଆପଣଙ୍କୁ ହର୍ଟ ହେଲା, କାନ୍ଦିବାରେ ଲାଗିଲ। କ'ଣ ପାଇଁ ଜାଣିଛ? ତୁମେ ତାଙ୍କୁ ଦିଲରୁ ହୃଦୟରୁ ଭଲ ପାଉଥିଲ, କିନ୍ତୁ ତାପରେ ସେହି ମଣିଷ ତୁମକୁ ଭ୍ୟାଲୁ ଦେଲା ନାହିଁ। କିନ୍ତୁ ଏଠାରେ ତୁମକୁ ଜଣେଇ ଦେବାକୁ ପଡ଼ିବ ଯେ ସେ କେମିତି ଜଣେ ହୃଦୟରୁ ଭଲ ପାଉଥିବା ମଣିଷକୁ ଛାଡ଼ିଦେଲେ। ତ ଫ୍ରେଣ୍ଡ, ଆଜି ତୁମେ ଯାହା ପାଇଁ କାନ୍ଦୁଛ, ଯିଏ ତୁମକୁ ଘୃଣା କରୁଛି, ସେ ଆପଣଙ୍କ ବୟଫ୍ରେଣ୍ଡ ହେଉ କି ଗାର୍ଲଫ୍ରେଣ୍ଡ ହେଉ, ତୁମ ପ୍ରତି ତାଙ୍କ ମନରେ ପୁଣି ଭଲ ପାଇବା ଆସିବ। ପୁଣି ଯଦି ଭାବୁଛ ସେ ତଡ଼ପନ୍ତୁ ତୁମ ପାଇଁ, ଯାହାକି ସେ ବୁଝିପାରିବେ ଯେ ମୁଁ କେତେ ଭଲ ପାର୍ଟନରକୁ ହରାଇ ଦେଲି କିମ୍ବା ଧୋକା ଦେଲି। ସେଥିପାଇଁ ଏହି ଭିଡ଼ିଓରେ ଏମିତି କିଛି ଟିପ୍ସ ଦେବି, ଯଦି ଆପଣ ବୁଝିପାରିବେ ତ ଆପଣ ରିଏଲ୍ରେ କେତେ ଭୁଲ କରିଥିଲେ, କିନ୍ତୁ ଏବେ ବହୁତ ସହଜ ହୋଇଯିବ ବୋଲି ଜାଣିପାରିବ ତାଙ୍କୁ ପାଇବା ପାଇଁ। ତ ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ପ୍ରଥମ ଭୁଲ କ'ଣ ଜାଣିଛ ନା? ଯେତେବେଳେ ଆମକୁ କିଏ ଛାଡ଼ିଦିଏ ନା, ଆମକୁ ଲାଗେ ଯେ ମୋ ଠାରେ କିଛି କମି ଅଛି, ଏଥିପାଇଁ ସେହି ମଣିଷ ମୋତେ ଛାଡ଼ିଦେଲା, ସେଥିପାଇଁ ମୋତେ ସେହି ମଣିଷ ଛାଡ଼ିଦେଲା। ମୁଁ ତ କହିବି, ଯିଏ ତୁମକୁ ଛାଡ଼ିକି ଚାଲିଯାଇଛି, ତୁମକୁ ଲାଗେ କି ସେ ମୋଠୁ ବଡ଼ ବୋଲି, ଆଉ ତୁମକୁ ଲାଗେ ମୋ ଠାରେ କିଛି କମି ଅଛି, ଯାହାକି ଏହିସବୁ ଆମେ ମନେ ମନେ ଭାବନ୍ତି। ନାହିଁ ଭାଇ ନାହିଁ, ଏହିସବୁ ଭାବିବା ସବୁଠୁ ବଡ଼ ଭୁଲ। ଯଦି ଏଠାରେ ଏମିତି କିଛି ଭାବି ନେବ ତ, ଯଦି ଏଠାରେ ଏମିତି ଭାବିବନି ତ କିଛି ବି ହୋଇନଥାନ୍ତା। ହୋଇପାରେ ତୁମ ପାର୍ଟନର ତୁମକୁ ଛାଡ଼ିକି ଚାଲି ଯାଇନଥାନ୍ତା। ତ ଏବେ ବି ତୁମ ଏକ୍ସକୁ ମେସେଜ୍ କରୁଛ, କଲ୍ କରୁଛ, ତାଙ୍କ ସାମ୍ନାରେ ଭିକ ମାଗୁଛ, ପ୍ଲିଜ୍ ଫେରି ଆସ, ମୋ ସହିତ କଥା ହୁଅ। ମୁଁ ତ କହିବି ଏହିସବୁ କରିବା ବନ୍ଦ କର, ତାଙ୍କ ସହିତ ବିଲକୁଲ କଥା ହୁଅ ନାହିଁ। ତ ଫ୍ରେଣ୍ଡ, ପ୍ରଥମେ ଜାଣନ୍ତୁ ଆପଣଙ୍କ ପାର୍ଟନର ଆପଣଙ୍କ ଭ୍ୟାଲୁ କ'ଣ ପାଇଁ କରୁନାହାନ୍ତି। କ'ଣ ପାଇଁ ନା ନିଜ ଭ୍ୟାଲୁ ନିଜେ କରୁନାହଁ, ଯାହାକି ତୁମେ ଭାବିଥାଅ ମୋ ପାଖରେ କମି ଅଛି କିଛି, ସେଥିପାଇଁ ତାଙ୍କ ସାମ୍ନାରେ ହାତ ଦେଖାଇ ଭିକ ମାଗୁଛ। ସେଥିପାଇଁ ଏମିତି ଭୁଲ କେବେ ବି କର ନାହିଁ। କ'ଣ ପାଇଁ ନା ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି, ବୁଝିପାରିବ। ସ୍ୱାମୀ ବିବେକାନନ୍ଦ କହିଥିଲେ କି ଯେଉଁ ମଣିଷ ନିଜେ ନିଜକୁ ନିଚା ଭାବିଥାଏ, ସେହି ମଣିଷ ଦୁନିଆର ସବୁଠୁ ବଡ଼ ପାପୀ। ତ ଫ୍ରେଣ୍ଡ, ଏଠାରେ ଆପଣଙ୍କର ଭୁଲ, ରିଏଲ୍ରେ ତୁମେ ତାଙ୍କ ଉପରେ ଅନ୍ୟାୟ କରୁଛ, ବ୍ଲେମ୍ ଆପଣଙ୍କ ଏକ୍ସକୁ କରୁଛ। ଦେଖ, ଯେଉଁ ଦିନ ପର୍ଯ୍ୟନ୍ତ ନିଜ ଭ୍ୟାଲୁ ନିଜେ ନ ଜାଣିଛ, ଆଉ ଜଣେ ମଣିଷ ଆପଣଙ୍କ ଭ୍ୟାଲୁକୁ କେମିତି ଜାଣିବ? ଦେଖ, ସାରା ମଣିଷକୁ ଭଗବାନ ବନେଇଥାନ୍ତି, ଭଗବାନ କେବେ କାହା ସହ ଅନ୍ୟାୟ କରନ୍ତି ନାହିଁ। ତ ଆପଣ ଭୁଲ, ଆପଣଙ୍କ ଭାବନାକୁ ମଜାକ ଉଡ଼ାଯାଉଛି ଏମିତି ଭାବି। ଭଗବାନ ଆପଣଙ୍କୁ ବନାଇଛନ୍ତି, କେବେ ବି କିଛି କମି କରିଛନ୍ତି, କେବେ ଅନ୍ୟାୟ କରିଥାନ୍ତି ନାହିଁ। ତ ରିଏଲ୍ରେ କ'ଣ କହିବା ପାଇଁ ଚାହୁଁଛି? ତ ଫ୍ରେଣ୍ଡ, ମୁଁ ରିଏଲ୍ରେ କ'ଣ କହିବା ପାଇଁ ଚାହୁଁଛି, 100ରୁ 100% କରିପାରିବ। ତ ସେଥିପାଇଁ ମୁଁ କ'ଣ କହିବା ପାଇଁ ଚାହୁଁଛି, ଧ୍ୟାନରେ ଶୁଣ। ତ ତୁମ ପାର୍ଟନର ତୁମକୁ ଏଥିପାଇଁ ଛାଡ଼ିକି ଗଲେ, ତୁମେ ତାଙ୍କୁ ବହୁତ ଅଧିକା ଭାଉ ଦେଉଥିଲ, ତୁମେ ତାଙ୍କ ଉପରେ ଡିପେଣ୍ଡ ହୋଇଯାଉଥିଲ। କ'ଣ ପାଇଁ ନା ଯେତେବେଳେ ଆମେ କାହା ସାମ୍ନାରେ ଡିପେଣ୍ଡ ହୋଇଯାଆନ୍ତି, ସାମ୍ନାବାଲା ମଣିଷକୁ ଲାଗେ ଏହି ମଣିଷ ମୋଠୁ ନିଚା, ଆଉ ଅଲଗା ଝିଅ ଖୋଜିବି କିମ୍ବା ଅଲଗା ପୁଅ ଖୋଜିବି, ସେଥିପାଇଁ ସେ ତୁମକୁ ଛାଡ଼ିକି ଚାଲିଯାଆନ୍ତି, ଯାହାକି ଏହା ହେଉଛି ବଡ଼ କାରଣ ତୁମକୁ ଧୋକା ଦେବାର। ଆଉ କ'ଣ ନା, ଯେ ପର୍ଯ୍ୟନ୍ତ ତୁମେ ତାଙ୍କ ହାତକୁ ଜାବୁଡ଼ିକି ଧରିଥାଅ, ସେ ତୁମକୁ କେବେ ଭ୍ୟାଲୁ କରିବେ ନାହିଁ। ତୁମେ ତାଙ୍କ ହାତକୁ ଛାଡ଼ିକି ଦେଖ, ସେ ତୁମକୁ ନିଶ୍ଚିତ ଭ୍ୟାଲୁ କରିବେ। ଆଉ ଯେଉଁ ପର୍ଯ୍ୟନ୍ତ ତୁମେ ତାଙ୍କ ହାତକୁ ଜାବୁଡ଼ିକି ଧରିବ, ସେ ଭାବିବେ ଇଏ ମୋ ବିନା ରହିପାରିବନି, ତାଙ୍କ ଲାଇଫ୍ରେ ସେ କିଛି କରିପାରିବନି, ଆଉ ଖାଲି କାନ୍ଦିବ, ଯାହାକି ତାଙ୍କ ମାଇଣ୍ଡରେ ଏହିସବୁ ଇମେଜ୍ ଆସିଥାଏ। ସେଥିପାଇଁ କ'ଣ କରିବ ନା, ତାଙ୍କୁ କଣ୍ଟାକ୍ଟ କର ନାହିଁ, ତାଙ୍କ ସାମ୍ନାକୁ ଆସ ନାହିଁ। ଏଠାରେ 1 ମାସ 2 ମାସ ରହିବା ପରେ ତୁମେ ନିଜେ ଜାଣିପାରିବ ତୁମ ଏକ୍ସ ପାର୍ଟନର କେତେ ତଡ଼ପୁଛନ୍ତି ତୁମ ପାଇଁ। ଏମିତି ଶୋ କରିବ ଯେମିତିକି ତୁମ ଷ୍ଟାଇଲ୍, ହେୟାର ଷ୍ଟାଇଲ୍ ଚେଞ୍ଜେସ୍ ପୁରା କରିଦିଅ। ଆପଣଙ୍କ କମ୍ୟୁନିକେସନ୍ ସ୍କିଲ୍ ଉପରେ ଭଲ ଧ୍ୟାନ ଦିଅ, ନିଜକୁ ବଦଳାଇ ଦିଅ, ଏତେ ବଦଳାଇ ଦିଅ ସେ ଡରିଯିବେ ଦେଖିକି। ଆଉ ଗୋଟେ ଜିନିଷ ସବୁବେଳେ ମନେ ରଖିବ, ତାଙ୍କ ସାମ୍ନାକୁ ଗଲାବେଳେ କେବେ ମନ ଦୁଃଖ କରି ଯାଆନ୍ତୁ ନାହିଁ। କେମିତି ଯିବି ନା, ବହୁତ ଖୁସିରେ ଅଛ ବୋଲି ଏମିତି ଶୋ କର, ସେଥିପାଇଁ ହାପିନେସ୍ ଦେଖାଅ ତାଙ୍କ ସାମ୍ନାରେ, ଯାହାକି ସେହି ମଣିଷ ଭାବିବ ଯେ ସତରେ ଦୁଃଖରେ ରହୁଥିବା ମଣିଷ କେମିତି ଆଜି ସେ ଖୁସିରେ ରହିଗଲା, କେମିତି ସେ ବେଟରରେ ରହିଲା, ମୋ ସହିତ ବ୍ରେକଅପ୍ ହେଲା ପରେ ବି ଏତେ ଅଧିକା ଖୁସିରେ ରହୁଛି କେମିତି, ଆଗ ଅପେକ୍ଷା ମ୍ୟାଚୁର୍ ହୋଇଯାଇଛି କେମିତି, ତା ଲାଇଫ୍ରେ ଆଗକୁ ଯାଉଛି କେମିତି, ଯାହାକି ସେ ଏମିତି ନିଶ୍ଚିତ ତୁମ ଏକ୍ସ ଭାବିବେ। ଆଉ ଆପଣଙ୍କ ଏକ୍ସ ନିହାତି ଭାବିବେ, ମୋ ସହ ବ୍ରେକଅପ୍ ହେଲା ପରେ ବୋଧେ ସେ ଆଉ ଗୋଟେ ପାର୍ଟନର ବନେଇ ଦେଇଛି, ବହୁତ ଖୁସିରେ ଅଛି। ଆଉ ଏହିସବୁ ଦେଖି ସେ ନିଶ୍ଚିନ୍ତ ପସ୍ତାଇବେ, ଆଉ ତୁମ କଥା ଭାବିବାକୁ ଲାଗି ପଡ଼ିବେ। ଆଉ କ'ଣ କରିବ ନା, କୌଣସି ପାର୍ଟି କିମ୍ବା ସୋସିଆଲ ମିଡ଼ିଆରେ ହାପିନେସ୍ ଷ୍ଟାଟସ୍ ଦିଅ, ଯାହାକି ସେ ନୋଟିସ୍ କରିପାରୁଥିବେ। ଏମିତି କିଛି ଷ୍ଟାଟସ୍ ଦିଅ, ଏମିତି ତାଙ୍କୁ ଶୋ ଅପ୍ କର, ଦେଖିବ ସେ ବହୁତ ତଡ଼ପିବେ, ମାନେ ତଡ଼ପି ପାଉଁଶ ହୋଇଯିବେ। ତ ଫ୍ରେଣ୍ଡ, ଏଠାରେ ଆଉ ଗୋଟେ ଟ୍ରିକ୍ କହୁଛି, ଯେତେବେଳେ ବି ଗୋଟେ
ମଣିଷ ହସିଥାଏ ନା ସାମ୍ନାବାଲା ଭାବିଥାଏ ୟା ଲାଇଫ୍ରେ ଏମିତି କ'ଣ ହୋଇଯାଇଛି ଯେ ସେ ଏତେ ଖୁସିରେ ଅଛି, ଏନ୍ଜୟ କରୁଛି। ଆଉ ସେ ତୁମ ଏକ୍ସ ପାର୍ଟନର ଏହିସବୁ ଦେଖି ନିହାତି ଜଳିବେ ଆଉ ନିହାତି ତଡ଼ପିବେ ଆଉ ଭାବିବେ ୟାକୁ ଛାଡ଼ି ଦେଇ ମୁଁ କେତେ ବଡ଼ ଭୁଲ କରିଦେଲି। ଆଉ ଭାବିବେ ମୋ ବିନା ବଞ୍ଚି ପାରୁନଥିବା ମଣିଷ ଆଜି କେମିତି ବଞ୍ଚି ପାରୁଛି, କିମ୍ବା ଏବେ ତ ବହୁତ ଖୁସିରେ ଅଛି ମୋତେ ଛାଡ଼ି, କିମ୍ବା ମୋଠୁ ଦୂରେଇ ଗଲା ପରେ ବି ବହୁତ ଖୁସିରେ ଅଛି, ମୋଠୁ ଅଧିକା ସ୍ମାର୍ଟ ହୋଇଯାଏ ଆଉ ମୋଠୁ ଅଧିକା ବହୁତ ସ୍ମାର୍ଟ ହୋଇଗଲାଣି ବୋଲି ଭାବିବେ। ଆଉ ଭାବିବେ ଏହିଭଳି ପାର୍ଟନରକୁ ଛାଡ଼ି ଦେଇ ମୁଁ କେତେ ବଡ଼ ଭୁଲ କରିଛି, ଯାହାକି ସେ ଏମିତି ଭାବିବେ ଆଉ ତଡ଼ପିବେ। ଆଉ ତୁମ ଏକ୍ସ ପାର୍ଟନର ଏହିସବୁ ଦେଖି ନିହାତି ଭାବେ ଫେରି ବି ଆସିପାରନ୍ତି। ଆଇ ହୋପ୍ ବୁଝିପାରିଥିବ। ଯଦି ତୁମ ଏକ୍ସ ପାର୍ଟନରକୁ ଫେରି ପାଇବା ପାଇଁ ଚାହୁଁଛ, କେମିତି ତଡ଼ପେଇବା ପାଇଁ ଚାହୁଁଛ ବୁଝିପାରିଥିବ। ତ ଯଦି ବୁଝିପାରିଛ ନିଶ୍ଚିତ ଭିଡ଼ିଓକୁ ଲାଇକ୍ କରିବ, ସେୟାର କରିବ, କମେଣ୍ଟ କରିବ। ଥ୍ୟାଙ୍କ ୟୁ ସୋ ମଚ୍, ଲଭ୍ ୟୁ ଅଲ୍।